କୁକୁଡ଼ା ଚାଷ ଆରମ୍ଭ ତ କରିଦେଲି, କେମିତି ତାକୁ ସମ୍ଭାଳିବି ବୁଝିପାରୁନି। ଟ୍ରେନିଂଟା ମଧ୍ୟ ଅନଲାଇନ୍ ରହୁଛି, ସେଇଟା କରିବି ନା ନାହିଁ ଭାବିପାରୁନି। ସାଙ୍ଗ, ତୁ ଏତେ କଣ ଯେ ଭାବୁଛୁ? ଆସେ ମୁଁ ତତେ ବୁଝଉଛି। ପଶୁପାଳନ କେବଳ ଜଣେ ବୃତ୍ତି ନୁହେଁ, ଏହା ଗୋଟିଏ ଜୀବନଶୈଳୀ ଯାହା ଆମର ସମାଜ ଏବଂ ପ୍ରକୃତିକୁ ସମର୍ଥନ କରେ। ଯେକୌଣସି ପଶୁପାଳନ ଚାଷ ଆରମ୍ଭ କରିବା ପୂର୍ବରୁ ତାର ଗଭୀରତା ଜାଣିବା ନିହାତି ଆବଶ୍ୟକ। ଆଉ ଗୋଟେ କଥା, ଅଧିକା ଇନଭେଷ୍ଟ କରିକି ବିଜନେସ ଷ୍ଟାର୍ଟ କରିବାଟା ବଡ କଥା ନୁହଁ। କମରୁ ମଧ୍ୟ ଷ୍ଟାର୍ଟ କରି ସଫଳ ହେବାଟା ଜଣେ ଚାଷୀର ପାରଙ୍ଗମତା। ମୁଁ କୃଷକ ଅନଲାଇନ ଟ୍ରେନିଂରେ ବିଷୟବସ୍ତୁ କଣ କଣ ରହୁଛି ଆସେ ମୁଁ ତତେ କହୁଛି। ନମ୍ବର 1, ଖାଦ୍ୟ ଏବଂ ପୌଷ୍ଟିକତା, ଯାହା ପଶୁମାନଙ୍କୁ ସ୍ୱାସ୍ଥ୍ୟକର ଏବଂ ଉତ୍ପାଦନଶୀଳ ରଖିବ। ନମ୍ବର 2, ସ୍ୱାସ୍ଥ୍ୟ ଏବଂ ରୋଗ ପରିଚାଳନା, ଯେଉଁଥିରେ ଶିଖାଯିବ ପଶୁମାନଙ୍କୁ ରୋଗମୁକ୍ତ କେମିତି ରଖିବେ ଏବଂ ଯଦି ସେମାନେ ରୋଗୀ ହେଇଯାଇଛନ୍ତି ତେବେ କଣ ସବୁ କରିବେ। ନମ୍ବର 3, କ୍ଷେତ୍ର ପରିଚାଳନା, ଯେଉଁଠି ରହୁଛି ରେକର୍ଡ କିପିଂ ଠାରୁ ଆରମ୍ଭ କରିକି ଆର୍ଥିକ ପରିକଳ୍ପନା। ନମ୍ବର 4, ଟୀକାକରଣ। ଟୀକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ସଠିକ ଟୀକାକରଣ ପଶୁମାନଙ୍କୁ ସ୍ୱାସ୍ଥ୍ୟକର ଏବଂ ଉତ୍ପାଦନଶୀଳ ରଖିଥାଏ। ନମ୍ବର 5, ମାର୍କେଟିଂ। ଆଜିକାଲି ଅନଲାଇନ ପ୍ଲାଟଫର୍ମରେ ମଧ୍ୟ ବିକ୍ରୟ କରୁଛନ୍ତି। ବଜାରର ଆବଶ୍ୟକତାକୁ ବୁଝି ଏବଂ ବିଭିନ୍ନ ବିକ୍ରୟ ଚ୍ୟାନେଲକୁ ସନ୍ଧାନ କରି ମଧ୍ୟ ବ୍ୟବସାୟ ହେଇପାରୁଛି। ମାର୍କେଟିଂର ସମ୍ପୂର୍ଣ୍ଣ ଡିଟେଲ୍ସ ଏଇଠି ରହିବ। ତ ବୁଝିଲୁ ସାଙ୍ଗ କଣ କଣ ସୁବିଧା ରହୁଛି? ହଁ ସାଙ୍ଗ, ତୁ ମୋର ସନ୍ଦେହ ଦୂର କରିଦେଲୁ। ମୁଁ ଏବେ ହିଁ ମୁଁ କୃଷକ ନମ୍ବରରେ ଯୋଗାଯୋଗ କରିକି ଟ୍ରେନିଂ ପାଇଁ ରେଜିଷ୍ଟ୍ରେସନ କରିଦେଉଛି।